ବନ୍ଦେ ପୁରୁଷୋତ୍ତମମ୍। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀଚରଣରେ ମୋର ଭୂମିଷ୍ଠ ପ୍ରଣାମ। ଉପସ୍ଥିତ ସମସ୍ତ ଦାଦା ଓ ମା ମାନଙ୍କୁ ମୋର ଆନ୍ତରିକ ଆନନ୍ଦିତ ଜୟଗୁରୁ। ଆଶା କରେ ସମସ୍ତେ ଭଲରେ ଅଛନ୍ତି ଆଉ ପ୍ରତିନିୟତ ଠାକୁରଙ୍କ କଥା ଶୁଣୁଛନ୍ତି, ଠାକୁରଙ୍କ କଥା ଅନୁସାରେ ଜୀବନରେ ଅଗ୍ରଗତି କରିବାକୁ ଚେଷ୍ଟା କରୁଛନ୍ତି, ଜୀବନରେ ଉନ୍ନତିର ବାଟକୁ ଆଗେଇ ଯାଉଛନ୍ତି। ଏହା ହିଁ ପରମ ପିତାଙ୍କ ଶ୍ରୀଚରଣରେ ପ୍ରାର୍ଥନା ଜଣାଏ। ଆଜି ମୁଁ ଯେଉଁ ବିଷୟଟି ପ୍ରସଙ୍ଗ ସତ୍ୟାନ୍ୱେଷଣ ମାଧ୍ୟମରେ ଆପଣମାନଙ୍କ ସମ୍ମୁଖରେ ତୋଳି ଧରିବାକୁ ଯାଉଛି, ସେ ବିଷୟଟି ହେଉଛି ଆମର ବନ୍ଧୁ କିପରି ହେବା ଉଚିତ। ପ୍ରଥମତଃ ଆମର ବନ୍ଧୁ ଭଲ ହେବା ଉଚିତ, ସୁନ୍ଦର ହେବା ଉଚିତ। କାହିଁକି? ସଙ୍ଗ ଦୋଷରେ ରଙ୍ଗ ହୁଏ। ସଙ୍ଗ ଯେପରି ହୁଏ, ରଙ୍ଗ ମଧ୍ୟ ଆମର ସେମିତି ହୁଏ। ତେଣୁ ଆମର ସଦା ସର୍ବଦା ବନ୍ଧୁ ଭଲ ବନ୍ଧୁ ବାଛିବା ଦରକାର, ନୁହଁ କି? ଆଉ ସେ ବନ୍ଧୁ ବାନ୍ଧବ ଆମର ଏକାତ୍ମ ହୁଏ। ଯଦି ସେଇ ବନ୍ଧୁ ବାନ୍ଧବଙ୍କ ଭିତରେ କେହି ଅସତ୍ ହୁଏ କିମ୍ବା କୁପଥରେ ଯାଏ, ହେଲେ ତାଙ୍କ ସହିତ ଆମର କ'ଣ ବ୍ୟବହାର କରିବା ଉଚିତ? ଆଉ ଆମ ବନ୍ଧୁ ଯଦି କୁପଥରେ ଯାଏ, ହେଲେ ଆମର କ'ଣ ଅସୁବିଧା ହବ? ଆମର କ'ଣ ଅସୁବିଧା? ଆଜିକାର ସମୟରେ କ'ଣ ହେଇଛି? ଆପ୍ ଭଲ ତ ଜଗତ ଭଲ, ନିଜର ଚକ୍ରରେ ତେଲ ଦିଅ, ଏମିତି କେତେ ଗୁଡା ପ୍ରବାଦ ଅଛି, ନୁହଁ କି? ତ ସେ ବଞ୍ଚୁ କି ମରୁ, ଆମର ସେସବୁ କିଛି ନିଜେ ଭଲ ରହିଲେ ହେଲା, ଏଇ ମନୋଭାବ ନେଇକି ଆମେ ଏଇ ରୁଲସ ନେଇକି ଆମେ ଚାଲି ଆସୁଛୁ, ପ୍ରାୟ ଦେଖାଯାଉଛି। ତ ଯଦି ମୋର ବନ୍ଧୁ କିଏ ମଦ ପିଇକି ପଡିଥାଏ, ହେଲେ ମଧ୍ୟ ଆମ୍ଭେମାନେ ତା ପାଖକୁ ଯାଉନା, ଏମିତି ବି ହୁଏ। ତ ଏଇଠି କଥା ହେଲା ଯେ ଆମର ବନ୍ଧୁ ଯଦି କୁପଥରେ ଯାଏ ବା ଅସତ୍ୟ ହୁଏ, ହେଲେ ଆମେ ତାଙ୍କ ପ୍ରତି କିପରି ବ୍ୟବହାର କରିବା, ସେ ବିଷୟରେ ଆଜି এই ପ୍ରସଙ୍ଗ ସତ୍ୟାନ୍ୱେଷଣ ଦେଖି ଆଲୋଚନା କରିବା। ସତ୍ୟାନ୍ୱେଷଣରେ ପରମ ପ୍ରେମ ଶ୍ରୀ ଠାକୁର କହୁଛନ୍ତି, ତୁମର ବନ୍ଧୁ ଯଦି ଅସତ୍ ହୁଏ, ତାଙ୍କୁ ତ୍ୟାଗ କର ନାହିଁ, ବରଂ ପ୍ରୟୋଜନ ହେଲେ ତାଙ୍କର ସଙ୍ଗ ବନ୍ଧ କର, କିନ୍ତୁ ଅନ୍ତରରେ ଶ୍ରଦ୍ଧା ରଖି ବିପଦ ଆପଦରେ କାୟମନ ବାକ୍ୟରେ ସାହାଯ୍ୟ କର, ଆଉ ଅନୁତପ୍ତ ହେଲେ ଆଲିଙ୍ଗନ କର, କାଖେଇ ନିଅ। ଶ୍ରୀ ଶ୍ରୀ ବରଦା କହୁଛନ୍ତି, ବନ୍ଧୁତ୍ୱ ବହୁତ ଭଲ ଥିଲା, ଗାଢ ବନ୍ଧୁତ୍ୱ ଥିଲା, ଏକ ଆତ୍ମା, ଏକ ପ୍ରାଣ, ଏକ ମନ। ହଠାତ୍ ସେ ଯଦି ଖରାପ ହୋଇଯାଏ, ଯଦି ତାଙ୍କୁ ଭଲ କରିବାର ଚେଷ୍ଟା ନ କରେ, ହେଲେ କ'ଣ ହବ? ଧର ମୁଁ ତୁମର ବନ୍ଧୁ, ତୁମେ ହଠାତ୍ କୁସଙ୍ଗରେ ପଡି ମଦ ଖାଇବାକୁ ଆରମ୍ଭ କଲ, ଜୁଆ ଖେଳିବା ଆରମ୍ଭ କଲ, ତାପରେ ମୁଁ ତୁମକୁ ତ୍ୟାଗ କରିଦେଲି। ପଣ୍ଡିତ ଦା କହୁଛନ୍ତି, ତ୍ୟାଗ କରିଦେଲେ ସେ କ'ଣ ଆଉ ଫେରି ଆସିବ? ଶ୍ରୀ ବର୍ତ୍ତମାନ ସେଇଥିଲାଗି ପ୍ରଥମେ ପ୍ରୟୋଜନ ତାକୁ ଭଲ ପାଇ କରି ବୁଝେଇବା, ଧୈର୍ଯ୍ୟ ଧରି ସହାନୁଭୂତି ସହକାରେ ତାଙ୍କର କଥା ବିବେଚନା କରି ସତ୍ ପଥରେ ଫେରେଇବା ପାଇଁ ଚେଷ୍ଟା କରିବାକୁ ପଡିବ। ପ୍ରୟୋଜନ ହେଲେ ତାଙ୍କର ସଙ୍ଗ, ତାଙ୍କ ସହିତ ମିଶିବା ସ୍ଥଗିତ କରିବାକୁ ଦେବାକୁ ପଡିବ। କିନ୍ତୁ ବିପଦ ଆପଦରେ ସେଇ ବନ୍ଧୁର ମଙ୍ଗଳ ପାଇ, ସର୍ବତ ଭାବରେ ମଙ୍ଗଳ ପାଇ କାୟମନ ବାକ୍ୟରେ ପ୍ରାର୍ଥନା କରିବାକୁ ପଡିବ, ଚେଷ୍ଟା କରିବାକୁ ପଡିବ। ସର୍ବତ ଭାବରେ ତାଙ୍କର ମଙ୍ଗଳ ଯେପରି ହୁଏ, ସେଇଭଳି ଭାବରେ କର୍ମେ ଦ୍ୱାରା ଚେଷ୍ଟା କରିବାକୁ ପଡିବ। ଦୂରରେ ହଟେଇ ଦେଲେ, ଦୂରକୁ ଠେଲି ଦେଲେ ତ ତାକୁ ଫେରି ପାଇ ହବ ନାହିଁ। ଯଦି କେହି ଦୂରକୁ ପଳେଇଥାଏ, ତାକୁ ଠେଲି ଦିଏ, ତ୍ୟାଗ କରିଦିଏ, ତାକୁ ତ ପାଇବୁ ନାହିଁ। ଲାଗି ରହିଲେ ବରଂ ତୁମର ଭଲ ପାଇବାର ଟାଣରେ, ତୁମର ଭଲ ପାଇବାର ତାଗିଦରେ ସିଏ ତୁମର ଭଲ ପାଇବାକୁ, ପ୍ରେମକୁ
ରକ୍ଷା କରିବା ପାଇଁ ତାର ସମ୍ମାନ କରିବା ପାଇଁ ଦିନେ ନା ଦିନେ ସେ ଫେରି ଆସିବେ। ହେଲେ ଆମେ କଣ ଜାଣିଲେ ନା ମୋର ବନ୍ଧୁ ଯଦି ଅସତ ହୁଏ ହେଲେ ତାଙ୍କୁ ତ୍ୟାଗ କରିବି ନୁହଁ କି? ତ୍ୟାଗ କଲେ ତ ତାଙ୍କୁ ମୁଁ ଆଉ ଫେରାଇ ଆଣିପାରିବି। ହେଲେ ମୋର ଲାଭ କଣ ହେଲା? ତେଣୁକରି କହୁଛନ୍ତି ସିଏ ଯଦି ଫେରି ଆସିଲା ସେଇଟା ହିଁ ମୋର ଲାଭ ହବ। ତେଣୁ କରିକି ଯେ ତାଙ୍କୁ ଭଲ ପାଅ, ତାଙ୍କୁ ବୁଝ, ଚିନ୍ତା କର, ବିବେଚନା କର ଏବଂ ଫେରାଇବା ପାଇଁ ଚେଷ୍ଟା କର। ଦ୍ୱିତୀୟ ବାଣୀରେ ଆଉ ଗୋଟେ ବାଣୀ ସେଇ ବନ୍ଧୁକୁ ନେଇକରି, ତୁମର ବନ୍ଧୁ ଯଦି କୁପଥରେ ଯାଏ, ଅବାଟରେ ଯାଏ, କୁବାଟରେ ଯାଏ, ଖରାପ ବାଟରେ ଯାଏ, ତୁମର ବନ୍ଧୁ ଯଦି କୁପଥରେ ଯାଏ ଆଉ ତୁମେ ଯଦି ତାକୁ ଫେରାଇବାକୁ ଚେଷ୍ଟା ନ କର ବା ତ୍ୟାଗ କର, ତାର ଶାସ୍ତି ତୁମକୁ ମଧ୍ୟ ତ୍ୟାଗ କରିବ ନାହିଁ। ଏହି ବାଣୀରେ ସେ ଆଗ ବାଣୀରେ ଯୋଉ କଥାଟି କହିଛି ତାର ସୂତ୍ର ଧରିକି କହୁଛନ୍ତି। ହୃଷିକେଶ ଦା ବାଣୀଟା ପାଠ କରି କହିଲେ, ମୋର ବନ୍ଧୁର ମୋ ସାଙ୍ଗର ବିପଦରେ ମୁଁ ଯଦି ତାଙ୍କୁ ସାହାଯ୍ୟ ନ କରେ, ମୋର ବିପଦ ବେଳେ ସେ ମୋତେ ସାହାଯ୍ୟ କରିବନି। এইটা সাহায্যটা পাইলেনি, এটা মধ্যে মোর শাস্তি। এইটি সে কথা কোটি রହୁଛି? এটি বিপদକୁ পড়িবার কথা আসুনি। কথা আসুଛି বিপথরে, অবাটরে, কুবাটরে ଯିବାର କଥା। ମୋର ବନ୍ଧୁ କୁପଥରେ ଗଲା, ଅବାଟରେ ଗଲା, ମୁଁ ତାଙ୍କୁ ଫେରାଇବାକୁ ଚେଷ୍ଟା କରୁନାହିଁ। ସେଇଥିପାଇଁ ବନ୍ଧୁର ଶାସ୍ତି ମତେ ମଧ୍ୟ ପାଇବାକୁ ପଡିବ ବୋଲିକି ଠାକୁର କହୁଛନ୍ତି। ଠାକୁର କହୁଛନ୍ତି ଏଇ କଥା ଯେ ତମର ବନ୍ଧୁକୁ ଯଦି କୁପଥରୁ ଫେରାଇବାକୁ ଚେଷ୍ଟା ନ କର ହେଲେ ତାର ଶାସ୍ତି ମଧ୍ୟ ତମକୁ ପାଇବାକୁ ପଡିବ। ଧୃତଦେବୀକୁ ଶ୍ରୀ ପୃଥ୍ୱୀଦେବ ପଚାରିଲେ, କୁହ କୋଉ କାରଣ ଯୋଗୁଁ ମତେ ଶାସ୍ତି ମିଳିବ, କାହାର ଶାସ୍ତି ମତେ ପାଇବାକୁ ପଡିବ? ବନ୍ଧୁକୁ ନ ଫେରାଇବାର ଶାସ୍ତି ଆମକୁ ପାଇବାକୁ ପଡିବ ବୋଲିକି ଧୃତଦେବୀ କହିଲେ। ଶ୍ରୀ ପିତୃଦେବ, ବନ୍ଧୁକୁ ତ୍ୟାଗ କରିବାର ଶାସ୍ତି ତ ଅଛି। ବନ୍ଧୁ ଅବାଟରେ ଗଲା, କୁପଥରେ ଗଲା, ତାର ଗୋଟେ ଶାସ୍ତି ତ ରହିବ ହିଁ। ଭଲ ବାଟରେ ଗଲେ ଭଲ ହୁଏ, ସେ ସମୟରେ ଭଲ ହିଁ ସବୁ କିଛି ହବ, କିନ୍ତୁ ଖରାପ ବାଟରେ ଗଲେ ଖରାପ ହିଁ ହବ। ଏଥର କୁହ, ମୋର ବନ୍ଧୁ ନିଶା କରେ, ମଦ ଖାଏ, ଲୋକ ସାଙ୍ଗରେ ଖରାପ ବ୍ୟବହାର କରେ, ସମସ୍ତେ ଜାଣେ ମୋର ବନ୍ଧୁ ମଦ ପିଏ, ଲୋକମାନେ ମୋ ସମ୍ବନ୍ଧରେ ବି ସେମିତି କଥା କହିବେ, ଇଏ ତ ତାର ବନ୍ଧୁ, ଇଏ ଆଉ କଣ ହବ? ଏମିତି ଭାବରେ କଥା କହୁ ସତୀଶ ଦା ଗୋଟିଏ ଉଦାହରଣ ଦେବାକୁ ଯାଉଥିଲେ। ସେତେବେଳେ ତାଙ୍କୁ ରଖିକି କହିଲେ, ଦୀପୀଙ୍କୁ କହିଲେ, ମନେକର ତୁମର ବନ୍ଧୁ ଚୋରି କରନ୍ତି, ତୁମର ବନ୍ଧୁ ଚୋର, ଦିନେ ଧରା ପଡ଼ିଲା, ପୋଲିସ ତାକୁ ଥାନାରେ ଧରି ନେଇଗଲା। ତାପରେ ତାକୁ ଇନକ୍ୱାରି କଲା ପରେ ଖବର ନେଲା ତାର ସାଙ୍ଗ ଆଉ କିଏ କିଏ ଅଛନ୍ତି, ସେମାନେ ତୁମ ପ୍ରତି ନଜର ରଖି ତୁମକୁ ମଧ୍ୟ ଥାନାରେ ଧରି ନେଇଗଲେ। ମାଡ଼ ଧର ବି କଲେ, ମାଡ଼ ମାରିଲେ, ଦଣ୍ଡା ବି ମାରିଲେ। ତାପରେ ଦେଖିଲେ ତମେ ନିର୍ଦ୍ଦୋଷ, ତମକୁ ଛାଡ଼ିଦେଲେ। କିନ୍ତୁ ଯେତେବେଳେ ତମକୁ ନେଇଗଲା କେତେ ଦୁଃଖ ହେଇଥିବ ତମର, ତୁମକୁ ଥାନାରେ ନେଇକି ମାଡ଼ ମାରିଥିବ, ସେଥିରେ ମଧ୍ୟ କଷ୍ଟ ହେଇଥିବ। ତ ଏଥିରେ କଣ ହେଲା? ସେତେବେଳେ ତମର ମନେ ହବ, ଯଦି ମୋର ସାଙ୍ଗଟି ଏମିତି କାମ କରିନଥାନ୍ତା, ଏଇ ଚୋରି କାମ କରିନଥାନ୍ତା, ହେଲେ ମତେ ମଧ୍ୟ ଆସିବାକୁ ପଡ଼ିନଥାନ୍ତା, ମତେ ବି ଆସିବାକୁ ପଡ଼ିନଥାନ୍ତା, ଆଉ ଏମିତି ମାଡ଼ ଖାଇବାକୁ ପଡ଼ିନଥାନ୍ତା। ହେଲେ କଣ କରିବାକୁ ପଡିବ? ମୋର ବନ୍ଧୁ ଯଦି ଅସତ୍ ପଥରେ ଯାଏ, କୁପଥରେ ଯାଏ, ତାଙ୍କୁ ଫେରାଇବାକୁ ଚେଷ୍ଟା କରିବାକୁ ପଡିବ। ତ୍ୟାଗ କଲେ ହବନି। ଯଦି ଆମେ ଫେରାଇବାକୁ ଚେଷ୍ଟା ନ କରିବୁ ହେଲେ ତାର ଶାସ୍ତି, ପନିଶମେଣ୍ଟ ଆମକୁ ମଧ୍ୟ ଛାଡ଼ିବ। ଠିକ ଅଛି, ଆଜିର ପାଠରେ ଏତିକି ରହିଲା। ନେକ୍ସଟ ପାଠରେ ଆହୁରି
ଅନେକ କଥା ହେବା ସେତିକି ସମୟ ପର୍ଯ୍ୟନ୍ତ ବିଦାୟ ନେଉଛି। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।